नमस्कार जय जगन्नाथ आपण मानकु स्वागत करुच्ची यही वीडियो को। यही वीडियो बहुत स्पेशल होगा जाऊँगी कारण आज आम एमती जगह को जीवा जहाँ आपण मैंने केबे केउठी देखि नथिबे। तेबे चलंतु आम यात्रा आरंभ करिबा। खोर्धारू नयागढ़ जीवा रास्तार डाहाण पटे जेउठी ए मूर्ति गुड़िक आपण मानकु देखा जिवो एही जगार ना जागुलीपाटना। जगन्नाथंकर हाथ गोड़ एठार अछि, आसंतु बुली जिवा। ये हूँ खोर्धार पश्चिम पट खोर्धा पूर्व गौड़ राजा मनकर गोटे गढ़ ए तरतुआ गढ़। एठी ब्रिटिश सरकार समय पुरी गजपति आत्मगोपन कर रही। बहुत दिन रहिबा परे ठाकुर तांको स्वप्न दर्शन देइथिले एवं स्वप्नादेश कही जे आउ राजा मनकर शासन चलिबनी, एणिक मंत्री शासन चलिबो, तमें तब जीवन शांति निर्वाह कर। आ मु जो श्रीक्षेत्र रही मोर सेठी हाथ नहीं पाद नहीं समस्त दर्शन करुछंती, किंतु मोते एठी पूर्णांग रूप में तुम्हें एठी स्थापन कर। तेणु गजपति की जहाँ स्वप्न होता सी एठी प्रतिष्ठा करिछंती। ए जगहटी हूँ जागुलीपाटना। ठाकुर ना श्री अनंत पुरुषोत्तम देव। तेणु बर्तमान से कालू गजपति प्रतिष्ठित ठाकुर को से बसी थे। बर्तमान सुधा ठाकुर चलती नवकलेवर ना ठाकुर जहाँ से गजपति निजे हाथ में
କାରିଗରଙ୍କ ଦ୍ୱାରା ତିଆରି କରିଥିଲେ ସେ ଆଜି ପର୍ଯ୍ୟନ୍ତ ସେଇ ମୂର୍ତ୍ତି ଅଛନ୍ତି। ଆଉ ବିଗ୍ରହ କିଛି ତିଆରି ହେଇନି? ନା। ବିଗ୍ରହ ରହିଲାଣି। ସେ ପ୍ରଥମରୁ କେତେ ବର୍ଷ ହବଣି ଇଏ ରହିବାର? ଅନ୍ତତଃ ବର୍ତ୍ତମାନ ବ୍ରିଟିଶ ସରକାର ସମୟ ତ 400 ବର୍ଷ। 400 ହେବନି, ସ୍ୱାଧୀନତା ପାଇଲା 75 ବର୍ଷ ହେଲା, ତେଣୁ 300 ବର୍ଷ ଭିତରେ 300 ବର୍ଷ ଭିତରେ ଅଧିକ ହେବନି। ରଥଯାତ୍ରା? ହଁ, ରଥଯାତ୍ରା ହେଉଛି ବର୍ତ୍ତମାନ 80 ମସିହା ଠାରୁ ଏଠି ରଥଯାତ୍ରା କରାଯାଉଛି। ଆମର ଭୁବନେଶ୍ୱର MP ଯେ ପ୍ରସନ୍ନ ପାଟଶାଣୀ ସେ ଛେରା ପହଁରା କରୁଛନ୍ତି, ତେଣୁ ଗ୍ରାମବାସୀ ମାନେ ଅନ୍ୟ ଆଞ୍ଚଳିକ ଲୋକମାନଙ୍କ ସହଯୋଗରେ ରଥଯାତ୍ରାରେ ସୁନ୍ଦର ଭାବରେ ଚାଲୁଅଛି। ଆଉ ଭୋଗ ଠାକୁରଙ୍କର କେମିତି କ'ଣ ଲାଗୁଛି? ଠାକୁରଙ୍କର ନୀତି ଭୋଗ ଦୈନନ୍ଦିନ ସକାଳୁ ମଙ୍ଗଳ ଆଳତି, ତାପରେ ଠାକୁରଙ୍କର ସ୍ନାନ ବେଶ ହୋଇସାରିବା ପରେ ବାଲ୍ୟ ଭୋଗ ଲାଗି ଆଳତି ହେବ ସକାଳ 7ଟା ଭିତରେ। ମଙ୍ଗଳ ଆଳତିଟା ଭୋର 5ଟାରେ, 12ଟା, 12:30, 1 ଭିତରେ ଠାକୁରଙ୍କର ଅନ୍ନ ମହାପ୍ରସାଦ। ସନ୍ଧ୍ୟାବେଳେ ଠାକୁରଙ୍କର ଶୁଖିଲି ଭୋଗ, ଖଇ, ଡାଳି ଗଜା, କଦଳୀ, ସେଉ ଏ ପ୍ରଭୃତି ଫଳ ଭୋଗ। ବାକି ସନ୍ଧ୍ୟା ସମୟରେ ଆଳତି କରାଯାଏ 7ଟାରେ, ତାପରେ ରାତିକି ଠାକୁରଙ୍କର ଶୟନ ଆଳତିକି ଶୟନ ହୁଅନ୍ତି। ଯାହାର ତର୍ତ୍ତୁଆ ଜାଗୁଳିପାଟଣା ଗ୍ରାମର ସବୁ ଟ୍ରଷ୍ଟ ବୋର୍ଡ଼ ରହିଛି, ଟ୍ରଷ୍ଟ ବୋର୍ଡ଼ ଥ୍ରୁରୁ ସବୁ ଜିନିଷ। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଛନ୍ତି, ତା'ର ସଭାପତି ଅଛନ୍ତି, ତେଣୁ ସେମାନଙ୍କ ଦ୍ୱାରା ପରିଚାଳନା କରାଯାଉଛି। ଆଉ ଗଜପତି ଯେତେବେଳେ ଆତ୍ମଗୋପନ କରିବାକୁ ଆସିଥିଲେ, ତାଙ୍କରି ସାଥିରେ ପୁରୀ ବଡ଼ଛତା ମଠର ଜଣେ ମହାତ୍ମା ଆସିଥିଲେ, ତାଙ୍କ ନାଁ ରଘୁବର ଦାସ। ଗଜପତିକି ସାଙ୍ଗରେ ଧରିକି ଆଣିକି ଏଇ ଗାଁରେ ଗୋଟେ ଠାକୁରାଣୀ ମନ୍ଦିରରେ ପ୍ରଥମେ ରହିଥିଲେ। ଦ୍ୱିତୀୟ ଦିନ ଗଜପତିଙ୍କ ସାଙ୍ଗରେ ଆସିଥିବା ମହାତ୍ମା ଶାରୀରିକ ଅସୁସ୍ଥ ହୋଇ ତାଙ୍କର ଦେହାନ୍ତ ହୋଇଗଲା ଏବଂ ଗଜପତି ତାଙ୍କୁ ଆଣି ଏଇ ଜାଗାରେ ପ୍ରଥମେ ସମାଧି ଦେଇଦେଲେ। ଦେବା ପରେ ସେ ଭାରତବର୍ଷର ସମସ୍ତ ତୀର୍ଥ ଭ୍ରମଣ କରି କରି ପରିଶେଷରେ ସମସ୍ତ ତୀର୍ଥଜଳ ଆଣି ଗୋଟିଏ ଜାଗାରେ ରଖିଛନ୍ତି। ତେଣୁ ସେହି ତୀର୍ଥଜଳଟି କାରୁଣ୍ୟକୁଣ୍ଡ ବା ସୀତାକୁଣ୍ଡ ନାମରେ ପରିଚିତ। ବର୍ତ୍ତମାନ ଠାକୁରଙ୍କର ସ୍ନାନ ପୂର୍ଣ୍ଣିମା ସ୍ନାନ ବେଦୀରେ ଯେତେବେଳେ ଜଳ ଠାକୁର ସ୍ନାନ ହେଉଛନ୍ତି, ସେଇଠାରୁ ଜଳ ଆଣି ଠାକୁରଙ୍କର ସ୍ନାନ କରାଯାଉଛି। ଜୟ ଜଗନ୍ନାଥ। ଠିକ୍ ଅଛି, ଆମେ ବି ଯିବା ସେଇ କୁଣ୍ଡ ପାଖକୁ, ଦେଖିବା ସେ କୁଣ୍ଡ କ'ଣ କେମିତି କ'ଣ ଭଲ ମନ୍ଦ। ଚାଲ। ଚାଲନ୍ତୁ ବର୍ତ୍ତମାନ ମନ୍ଦିର ପଛପଟେ ଥିବା ସୀତାକୁଣ୍ଡ ପାଖକୁ ଯିବା। ଇଏ ହେଉଛି ମନ୍ଦିରର ପଦ୍ମ ପୋଖରୀ। ସୀତାକୁଣ୍ଡ ଯିବା ବାଟରେ ଏଇଟା ଠାକୁରଙ୍କର ଉଦ୍ୟାନ, ଯାହାର ନାମ ତୁଳସୀ ବାଟିକା। এইটা হচ্ছে বকুল মণ্ডপ। ଏବେ ଆମେ ସୀତାକୁଣ୍ଡରେ ପହଞ୍ଚିଗଲୁ। ଇଏ କ'ଣ ଖରା ଦିନେ ବି ଏତିକି ପାଣି ରହୁଛି? ଖରାଦିନ ଟିକେ ଶୁଖିବ, ଅଳ୍ପ ଶୁଖିଯିବ, ନହେଲେ ଆଉ ଶୁଖିବନି। ଶୁଖିବନି। ସେ ଆମ କୂହ କେତେ ଫୁଟ ଦେଖିଲେ? 20-25 ଫୁଟ, 30 ଫୁଟ କୂହ ଶୁଖିଗଲା, କିନ୍ତୁ ଏଇ ଶୁଖିନି। ଏଇ ଠାକୁରଙ୍କର ମହିମା। ଏଇ ପାଣି ଯାଇକି କ'ଣ ଠାକୁରଙ୍କର ସ୍ନାନ ସବୁ ତୀର୍ଥ ଜଳ ଆସିକି ଏଠି ପକା ହେଇଛି। ସାଧୁ ମାନଙ୍କୁ ସିଧେ ସାଧୁ ମାନେ ସବୁ ଜାଣିଛନ୍ତି ଆଉ କ'ଣ ମହିମା କ'ଣ। ଗଭୀର ବେଶୀ ଗଭୀର ନାହିଁ, 10 ଫୁଟ ଖଣ୍ଡ ହବ। 10 ଫୁଟ ବି ନୁହଁ, 5 ଫୁଟ ହେଲେ ବି ସେ 5 ଫୁଟ ହେଲେ ଦେଖୁନ ଏ ତଳଟା ସେ 7 ଫୁଟ ଖଣ୍ଡ ହବ। 7 ଇଏ ଶୁଖିବାର ନାହିଁ, କିଛି ନାହିଁ, ସବୁବେଳେ ଏତିକି। ମାନେ ସମସ୍ତଙ୍କର ଗୋଟେ ବିଶ୍ୱାସ ରହିଛି ଆମ ଅନନ୍ତ କୃଷ୍ଣ ପାଖରେ। ଇଏ ସଂକଳ୍ପ ନେଇକି ଆସୁଛନ୍ତି, ତାଙ୍କର ବି କାମ ହେଇଯାଉଛି। ଜଗନ୍ନାଥଙ୍କ ଇଚ୍ଛା, ଜଗନ୍ନାଥଙ୍କ ଇଚ୍ଛା। ଆମେ ବି ଚାହୁଁଛୁ। ଏବେ ଦେଖୁନ ଜଣେ ଆସିଥିଲେ ଆମ ବେଗୁନିଆ କଲେଜ ଜଣେ ପ୍ରିନ୍ସିପାଲ, ସେ ବି ରିଟାୟାର୍ଡ ହେଇଗଲେ। ତାଙ୍କ ଧର୍ମପତ୍ନୀକି ଆଣିକି ଆସୁଥିଲେ, ଯାଇଥିଲେ ଏଠି ଠାକୁରଙ୍କୁ ଦର୍ଶନ କଲେନି, କିନ୍ତୁ ତାଙ୍କ ୟୁରିନ୍ ଇନଫେକ୍ସନ୍ ହେଇଯାଇଥିଲା, ଯାହାଫଳରେ କି ଭାରି ସିରିୟସଲି
ସିଏ ଭାବିଲେ ବୋଧେ ଭାବିଛନ୍ତି କ'ଣ ସିଆଡ଼ୁ ମେଡ଼ିକାଲ ଗଲେ ଫେରିଲା ବି ଠାକୁର ପ୍ରସାଦ ପାଇଲେ। ତାଙ୍କ ସାର୍ କହୁଛନ୍ତି ନାଇଁ ନଥିବ ପ୍ରସାଦ ନଥିବ କାହିଁ ଯିବ। ଇଏ ବି ତାଙ୍କର ବିଶ୍ୱାସ ଯେ ଠାକୁରଙ୍କ ପ୍ରସାଦ ଟିକେ ପାଇଲେ ମୁଁ ହେଲେ ଦେହ ସୁସ୍ଥ ହେଇଯିବି। ତେଣୁ ଆସିଲେ ହେରି ଆସିଲା ବେଳକୁ 200-300 ଲୋକ ଖାଉଛନ୍ତି ସେଟା ପ୍ରସାଦ। ଖାଇଲେ ଭଗବାନଙ୍କ କୃପା ଖାଇକି ଯାଇଛନ୍ତି। ସେଦିନ ଗଲେ ତାର ରୋଗ ନାହିଁ ଭଲ ହେଇଯାଇଛି। ସେ ବି କାନ୍ଦିକି କହୁଛନ୍ତି ସେଦିନ ଗୋଟେ ଆସିଥିଲେ ଚ୍ୟାନେଲ ବାଲା ସେ ସାର୍ ବି କହିଲେ ମୁଁ ଯେତେବେଳେ ଆସିଲି ଭଗବାନ ଅନେଇଛି ଦୁଇଟା ଆଖି ଦେଖା ମାନେ 3ଟା ଆଖି ନା ମୁଁ ଭୁଲ ଦେଖିଲି ବୋଧେ 3 ଥର ଦେଖିଲା ପରେ ସେଇଆ ଥିଲେ ସେ ପୁରା ବିମୋହିତ ହେଇଗଲେ ଭଗବାନଙ୍କ କୃପା। ସେଇଦିନଠୁ କେବଳ ଯୋଉଦିନ ଠାକୁର ଆମର ଯିବେ ସେଠିକି ଗୋଟେ ଜାଗା ସେଠି 9 ଦିନ ପାଇଁ ଯିବେ ନା ତାପରେ ଆସିଲା ବେଳକୁ ଯଜ୍ଞ ହବ ଟିକେ ହୋମ ହେଇକି ଆସିବେ। ସେଇଟା ସେ ଭାର ସେ ନେଇଛନ୍ତି ପ୍ରତିବର୍ଷ ଯାହା ଠାକୁର ଖର୍ଚ୍ଚ ହବ ଖାଇବେ ଖାଇବା ପିଇବାଠୁ ଆରମ୍ଭ ସବୁ ଠାକୁର ସେ ଯଜ୍ଞରେ ବର୍ଷ ପ୍ରତିବର୍ଷ ବହୁତ ଲୋକଙ୍କର ଅଛି ମାନସିକ ଠାକୁରଙ୍କର ଅଛି। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ଏବେ ବାହାରିବା କୁଆଡ଼େ? ଅଟୋରେ